ଆସନ୍ତୁ ଦେଖିବା ଖଣିର ଉତ୍ପାଦନ କିପରି କରାଯାଏ। ପ୍ରଥମେ ଖଣିର ଗଠନ ଓ ଶିଳା ଧାତୁ ଅନୁସନ୍ଧାନ କରାଯାଏ। ବ୍ଲାଷ୍ଟିଂ ପଏଣ୍ଟ ଚିହ୍ନଟ କରି ଡ୍ରିଲିଂ କରାଯାଏ। ତାପରେ ତଥ୍ୟ ଅନୁସାରେ ବିସ୍ଫୋରକ ପ୍ରସ୍ଥାପନ କରି ବ୍ଲାଷ୍ଟିଂ କରାଯାଏ। ଏହାପରେ ଡୋଜର, ଭୋଲଭୋ, କାମାତ୍ସୁ, ଇଟାଚି ସାହାଯ୍ୟରେ ଟ୍ରକ୍ ଏବଂ ମାଲଗାଡ଼ିରେ ଖଣିକୁ ଲୋଡ୍ କରାଯାଏ ଏବଂ ଫ୍ୟାକ୍ଟ୍ରିକୁ ଓ ଅନ୍ୟ ରାଜ୍ୟକୁ ପଠାଯାଏ। ଏହି ପ୍ରକ୍ରିୟାକୁ ଖଣି ପରିବହନ ପ୍ରକ୍ରିୟା କୁହାଯାଏ। ଖଣି ଫ୍ୟାକ୍ଟ୍ରିକୁ ପହଞ୍ଚିବା ପରେ ଖଣିରୁ ଧାତୁ ଓ ଖଣିଜ ପଦାର୍ଥକୁ ଅଲଗା କରାଯାଏ। ଖଣିଜ ପଦାର୍ଥ ଅଲଗା ହେବା ପରେ ସେଥିରୁ ବାହାରୁଥିବା କଞ୍ଚାମାଲ ସାହାଯ୍ୟରେ ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯାଏ।